କୃଷ୍ଣ ପଞ୍ଚମୀ ସାରା ଭାରତରେ ମନସା ପଞ୍ଚମୀ ଭାବେ ପାଳିତ ହୁଏ। ମନସା ହେଉଛନ୍ତି ସର୍ପଦେବୀ। ସେ କଶ୍ୟପ ପ୍ରଜାପତିଙ୍କ କନ୍ୟା ଏବଂ ଅନନ୍ତନାଗ ବାସୁକୀଙ୍କ ଭଉଣୀ। ପୌରାଣିକ ଆଖ୍ୟାନ ଅନୁସାରେ ପ୍ରାଚୀନ କାଳରେ ପ୍ରଜାଗଣ ସର୍ବଦା ସର୍ପ ଭୟରେ ଉଦ୍ବେଗରେ ଜୀବନ ବିତାଉଥିଲେ। ତେଣୁ ସେମାନଙ୍କୁ ସର୍ପ ଭୟରୁ ମୁକ୍ତ କରିବା ପାଇଁ ସର୍ପମନ୍ତ୍ର ସୃଷ୍ଟି କରିବାକୁ ବ୍ରହ୍ମା କଶ୍ୟପଙ୍କୁ ପରାମର୍ଶ ଦେଇଥିଲେ। ଫଳରେ କଶ୍ୟପ ସର୍ପମନ୍ତ୍ର ସୃଷ୍ଟି କଲେ ଏବଂ ସେହି ମନ୍ତ୍ରର ଅଧିଷ୍ଠାତ୍ରୀ ଦେବୀ ଭାବେ ଏହି ଦେବୀଙ୍କୁ ମଧ୍ୟ ତପୋବଳରେ ସେ ସୃଷ୍ଟି କରିଥିଲେ। କଶ୍ୟପଙ୍କ ମାନସ କନ୍ୟା ହୋଇଥିବାରୁ ତାଙ୍କ ନାମ ମାନସା। କଶ୍ୟପଙ୍କ ପୁତ୍ରୀ ଭାବରେ ମଧ୍ୟ ତାଙ୍କ ନାମ କାଶ୍ୟପୀ। ମନସା ଥିଲେ ଶିବ ଓ ବିଷ୍ଣୁ ଉଭୟଙ୍କର ଭକ୍ତ ଓ ଶିବଙ୍କ ଶିଷ୍ୟା ଭାବରେ ସେ ଶୈବୀ ଓ ବିଷ୍ଣୁଙ୍କ ଅନୁବ୍ରତୀ ଭାବରେ ସେ ବୈଷ୍ଣବୀ ରୂପେ ପରିଚିତ। କୁମାରୀ କନ୍ୟା ଥିବାବେଳେ ସେ ଶିବଙ୍କ ନିକଟରୁ ସ୍ତବ ପୂଜା ମନ୍ତ୍ର ଆଦି ଶିକ୍ଷା କରି ସିଦ୍ଧ ସାଧିକା ହୋଇଥିଲେ। ତାଙ୍କର ନାମ ହୋଇଥିଲା ସିଦ୍ଧ ଯୋଗିନୀ। ଜନ୍ମଜୟଙ୍କ ସର୍ପଯଜ୍ଞରେ ସେ ନାଗଙ୍କର ପ୍ରାଣ ରକ୍ଷା କରି ନାଗେଶ୍ୱରୀ ଭାବରେ ପ୍ରଖ୍ୟାତ ହୋଇଥିଲେ। ସର୍ପ ବିଷ ହରଣକାରିଣୀ ଭାବେ ତାଙ୍କ ନାମ ହେଉଛି ବିଷହାରିଣୀ। ମନସା ଥିଲେ ଅତ୍ୟନ୍ତ ସୁନ୍ଦରୀ ଏବଂ ଜଗତଗୌରୀ ଭାବରେ ମଧ୍ୟ ସେ କଥିତ ହୁଅନ୍ତି। କଶ୍ୟପ ମୁନି ତାଙ୍କ ଜରତ୍କାଳରୁ ମୁନିଙ୍କ ସହିତ ବିବାହ କରିଥିଲେ। ପରେ ଦେବତା ମନୁ ମୁନି ନାଗ ଓ ମନୁଷ୍ୟ ସମସ୍ତଙ୍କର ପୂଜା କଲେ। ଶ୍ରାବଣ କୃଷ୍ଣ ପଞ୍ଚମୀ ତାଙ୍କ ପାଇଁ ଯେଉଁ ବ୍ରତ କରାଯାଏ ତା ନାମ ହେଉଛି ମନସା ପଞ୍ଚମୀ।